ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପ୍ରଥମ ପର୍ବର 19 ପଦରୁ ଆରମ୍ଭ କରି 2 ପର୍ବର 10 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ପ୍ରେରିତ ପାଉଲଙ୍କ ବିଷୟ ନେଇ ଦେଖିଥିଲୁ ଯେ ସେ କିପରି ସେହି ଆରବ ମରୁଭୂମିରେ ତାଲିମ ପ୍ରାପ୍ତ ହୋଇ ତାହାପରେ ଦମେଶକକୁ ଆସିଲେ ଓ ଏହାପରେ ସେ ପିତରଙ୍କ ସହିତ ସାକ୍ଷାତ କଲେ। ଆଉ ସେ ପିତରଙ୍କ ସହିତ ମଧ୍ୟ 15 ଦିନ ରହିଲେ। ଏହାପରେ ଆଉ ଯେଉଁ ସମସ୍ତ ବିଷୟ ଘଟିଲା, ଆସନ୍ତୁ ବର୍ତ୍ତମାନ ଆମେ ଅଧ୍ୟୟନ କରି ତାହା ଲକ୍ଷ୍ୟ କରିବା ପାଇଁ ଯିବା। ପ୍ରଥମ ପର୍ବର 19 ପଦରେ ଏହିପରି ଲେଖା ଅଛି, କିନ୍ତୁ ପ୍ରଭୁଙ୍କ ଭ୍ରାତା ଯାକୁବଙ୍କ ଛଡ଼ା ପ୍ରେରିତମାନଙ୍କର ଅନ୍ୟ କାହାରିକୁ ଦେଖିଲି ନାହିଁ। ପାଉଲଙ୍କର କେବଳ ପିତର ଓ ଯାକୁବଙ୍କ ବ୍ୟତୀତ ଅନ୍ୟ ପ୍ରେରିତମାନଙ୍କ ସହିତ କୌଣସି ଯୋଗାଯୋଗ ନଥିଲା। କିଏ ବା ସେ ଅନ୍ୟ କାହାରିକୁ ଜାଣିନଥିଲେ। ସେ ସେମାନଙ୍କଠାରୁ କୌଣସି ବିଷୟ ଗ୍ରହଣ କରିନଥିଲେ, ଯାହାକି ଆମେ ଦେଖିବାକୁ ପାରିବା। ଏହାପରେ 20 ପଦରେ ଲେଖା ଅଛି, ମୁଁ ଯେଉଁ ସବୁ ବିଷୟ ତୁମମାନଙ୍କୁ ଲେଖୁଅଛି, ଦେଖ ଈଶ୍ୱରଙ୍କ ସାକ୍ଷାତରେ କହୁଅଛି, ମୁଁ ମିଥ୍ୟା କହୁନାହିଁ। ପାଉଲ ଏଠାରେ କହନ୍ତି ଯେ ସେ କାହାଠାରୁ ସେହି ସୁସମାଚାର ଗ୍ରହଣ କରିନାହାନ୍ତି, ମାତ୍ର ଖ୍ରୀଷ୍ଟଙ୍କଠାରୁ। ପାଉଲ ମଧ୍ୟ କହନ୍ତି ଯେ ସେ ମିଥ୍ୟା କହୁନାହାନ୍ତି, ମାତ୍ର ସତ୍ୟ କହନ୍ତି। ଏଥିରୁ ଆମେ ବୁଝିପାରୁଛୁ ଯେ ପ୍ରେରିତ ପାଉଲ ଯେଉଁ ସମସ୍ତ ବିଷୟ ଆଣି ଉପସ୍ଥାପିତ କରିଅଛନ୍ତି, ସେହି ସମସ୍ତ ବିଷୟ ହେଉଛି ଈଶ୍ୱରଙ୍କର ବାକ୍ୟ। ଏହାପରେ ପ୍ରଥମ ପର୍ବର 21ରୁ 24 ପଦ ମଧ୍ୟରେ ଲେଖା ଅଛି, ପରେ ମୁଁ ସୁରିଆ ଓ କିଲିକିଆ ଅଞ୍ଚଳକୁ ଗଲି। ଜିହୁଦା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀ ସମୂହ ନିକଟରେ ମୁଁ ବ୍ୟକ୍ତିଗତ ଭାବେ ପରିଚିତ ନଥିଲି। ସେମାନେ କେବଳ ଶୁଣୁଥିଲେ। ଯେଉଁ ବ୍ୟକ୍ତି ପୂର୍ବେ ଆମମାନଙ୍କୁ ତାଡ଼ନା କରୁଥିଲେ, ସେ ଥରେ ଯେଉଁ ବିଶ୍ୱାସ ମତକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ, ତାହା ଏବେ ପ୍ରଚାର କରୁଅଛନ୍ତି। ଆଉ ସେମାନେ ମୋ ସକାଶେ ଈଶ୍ୱରଙ୍କ ପ୍ରଶଂସା କରୁଥିଲେ। ଜେରୁସାଲେମରେ ଥିବା ଖ୍ରୀଷ୍ଟ ବିଶ୍ୱାସୀମାନେ ବରଂ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଦ୍ୱିଧାଭାବ ବହୁଥିଲେ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ଭୟ କରୁଥିଲେ। ବର୍ଣ୍ଣବାଙ୍କ ସହାୟତା ବିନା ସେ ଜେରୁସାଲେମ ମଣ୍ଡଳୀ ତାହାଙ୍କୁ ଗ୍ରହଣ କରିବା ପୂର୍ବରୁ ପାଉଲଙ୍କୁ ସମ୍ଭବତଃ ଦୀର୍ଘଦିନ ଧରି ଅପେକ୍ଷା କରି ରହିବାକୁ ପଡ଼ିଥାନ୍ତା। ଏହି ଲୋକମାନେ ପାଉଲଙ୍କୁ ଗ୍ରହଣ କରିବା ନିମନ୍ତେ ଚାହୁଁନଥିଲେ, କାରଣ ସେ ମଣ୍ଡଳୀକୁ ତାଡ଼ନା କରିଥିଲେ। ସେ ଯେ ପରିବର୍ତ୍ତିତ ହୋଇଅଛନ୍ତି, ଏହା ସେମାନେ ବିଶ୍ୱାସ କରୁନଥିଲେ। ଏହା ସେମାନଙ୍କ ନିମନ୍ତେ ଏକ ଅସମ୍ଭବ ବିଷୟ ପରି ମନେ ହେଉଥିଲା। ପାଉଲ ଯେ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ତାଙ୍କ ନିମନ୍ତେ ସାକ୍ଷୀ ହୋଇଅଛନ୍ତି, ଏହା ସେମାନେ ବିଶ୍ୱାସ କରିପାରୁନଥିଲେ। ତେବେ ଏହି ପ୍ରଥମ ପର୍ବର 21ରୁ 24 ପଦ ମଧ୍ୟରେ ପାଉଲ ତାହାଙ୍କର ମନ ପରିବର୍ତ୍ତନର ପରବର୍ତ୍ତୀ ପ୍ରଥମ କେତୋଟି ବର୍ଷର ଘଟଣାକୁ ଆଣି ଉପସ୍ଥାପିତ କରନ୍ତି। ମୁଁ ଭାବେ ନାହିଁ ଯେ ସେହି ସମସ୍ତ ବର୍ଷଗୁଡ଼ିକ ତାହାଙ୍କ ନିମନ୍ତେ ସୁଖକର ବର୍ଷ ଥିଲା। ପ୍ରକୃତରେ ରୋମିଓ 7 ପର୍ବରେ ସେ ତାହାଙ୍କ ଜୀବନର ବିଫଳତାକୁ ପ୍ରକାଶ କରନ୍ତି। ତେବେ ପାଉଲଙ୍କ ଜୀବନରେ ଆମେ ମୁଖ୍ୟତଃ 3ଟି ସମୟକୁ ଦେଖୁ, ଯେଉଁ ସମୟରେ କି ସେ ବିଭିନ୍ନ ପ୍ରକାର ଉତ୍ଥାନ ଓ ପତନର ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ। ତନ୍ମଧ୍ୟରୁ 2ଟି ସମୟକୁ ସଂକ୍ଷେପରେ ଲକ୍ଷ୍ୟ କରିବାକୁ ଯିବା। ପ୍ରଥମଟି ହେଉଛି, ପ୍ରଥମ ସମୟକାଳ ମଧ୍ୟରେ ଯଦି ଆମେ ପାଉଲଙ୍କ ଜୀବନକୁ ଲକ୍ଷ୍ୟ କରିବା, ତାହେଲେ ଦେଖିବାକୁ ପାରିବା ଯେ ସେ ଜଣେ ଅତି ଗର୍ବୀ ଫାରୁସୀ ଥିଲେ। ସେ ମୂଷାଙ୍କ ବ୍ୟବସ୍ଥାରେ ଅତି ସୁଦକ୍ଷ ଥିଲେ। ତାହାଙ୍କର ଅନେକ ଜୀବନୀ ଲେଖକମାନେ କହନ୍ତି ଯେ ଯଦିବା ସେ ମନ ପରିବର୍ତ୍ତନ କରିନଥାନ୍ତେ ଅଥବା ପ୍ରେରିତ ବୋଲି ପରିଚିତ ହୋଇନଥାନ୍ତେ, ତଥାପି ଜଗତ ତାହାଙ୍କ ବିଷୟରେ ଶୁଣିପାରିଥାନ୍ତା ଓ ସେ ସମଗ୍ର ଜଗତ ନିକଟରେ ପରିଚିତ ହୋଇପାରିଥାନ୍ତେ। ମୁଁ ଭାବେ ନାହିଁ ଯେ ସେ ବିଷୟରେ କିଛି ସନ୍ଦେହ ଅଛି। ତହିଁରେ କୌଣସି ପ୍ରଶ୍ନ ମଧ୍ୟ ନାହିଁ। ସେ ପ୍ରକୃତିରେ ଜଣେ ଅନାଦାୟ ପୁରୁଷ ଥିଲେ। ମାତ୍ର ସେ ଜଣେ ଅତି ଅହଙ୍କାରୀ ଫାରୁସୀ ଥିଲେ, ଯେ କି ଭାବୁଥିଲେ ଯେ ସେ ସବୁକିଛି ଜାଣନ୍ତି ବୋଲି। ସେ ଖ୍ରୀଷ୍ଟଙ୍କୁ ଘୃଣା କଲେ, ସେ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଘୃଣା କଲେ ଓ ଏହାକୁ ଉଚ୍ଛିନ୍ନ କରିବା ନିମନ୍ତେ ଚେଷ୍ଟା କଲେ। ସେ ମଣ୍ଡଳୀକୁ ନିର୍ମମ ଭାବେ ତାଡ଼ନା କଲେ। ଏହାପରେ ତାଙ୍କର ଦ୍ୱିତୀୟ ସମୟ କାଳର ଘଟଣା ଆରମ୍ଭ ହୁଏ ସେହି ଦମେଶକର ପଥରେ, ଯେତେବେଳେ କି ସେ ସେହି ଧୂଳିରେ ପତିତ ହେଲେ। ଏହି ବୁଦ୍ଧିମାନ ଫାରୁସୀ ଜାଣିବାକୁ ପାରିଲେ ଯେ ସେ ଖ୍ରୀଷ୍ଟଙ୍କୁ ଜାଣିନଥିଲେ, ଯାହାଙ୍କୁ ଜାଣିବା ଅର୍ଥ ଜୀବନ ପାଇବା। ସେ ଭାବିଥିଲେ ଯେ ଯୀଶୁ ମରିଯାଇଛନ୍ତି ଓ ସେ ପଚାରନ୍ତି, ହେ ପ୍ରଭୁ, ଆପଣ କିଏ? ଯୀଶୁ ଉତ୍ତର ଦେଲେ, ତୁମେ ଯାହାଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ।
ଯେତେବେଳେ ତୁମେ ମୋର ମଣ୍ଡଳୀ ପ୍ରତି ତାଡ଼ନା କରୁଅଛ, ସେତେବେଳେ ତୁମେ ମୋତେ ମଧ୍ୟ ତାଡ଼ନା କରୁଅଛ। ଆପଣ ପ୍ରେରିତ 9 ପର୍ବର 5 ପଦରେ ଏହା ଲକ୍ଷ୍ୟ କରିବାକୁ ପାରିବେ। ଯେତେବେଳେ ପାଉଲ ତାହାଙ୍କର ପ୍ରଭୁଙ୍କ ସହିତ ପରିଚିତ ହେଲେ, ସେତେବେଳେ ସେ ସଙ୍ଗେ ସଙ୍ଗେ ତାହାଙ୍କୁ ପଚାରନ୍ତି, ପ୍ରଭୁ, ମୋତେ କ'ଣ କରିବାକୁ ହେବ? ପାଉଲ ଖ୍ରୀଷ୍ଟଙ୍କୁ ସାକ୍ଷାତ କରିବା ପରେ ସେ ସେହି ଆରବର ମରୁଭୂମିରେ କିଛି କାଳ କ୍ଷେପଣ କଲେ। ସେହି ସମୟର ପ୍ରଥମ କେତୋଟି ବର୍ଷ ମଧ୍ୟରେ ସେ ପ୍ରଚାର କରିବା ନିମନ୍ତେ ଚାହିଁଲେ ଓ ସେ ଜାଣିବାକୁ ପାରିଲେ ଯେ ସେ ଯାହା କରିବାକୁ ଚାହାନ୍ତି ତାହା ସେ ସାଧନ କରିପାରନ୍ତି ନାହିଁ। ଶେଷରେ ସେ ଆର୍ତ୍ତସ୍ୱର କରି କହିବାକୁ ଲାଗିଲେ, ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ! ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ? ତେବେ ଏହି କଥା ଜଣେ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିର କଥା ନୁହେଁ। ଏହା ସେହି ପାଉଲଙ୍କ ମନ ପରିବର୍ତ୍ତନର ପ୍ରାରମ୍ଭ ସମୟର ବାକ୍ୟ ଥିଲା। ଏହାପରେ ତୃତୀୟ ଗୌରବମୟ ସମୟ କାଳର ଘଟଣା ଆରମ୍ଭ ହୁଏ, ଯେତେବେଳେ ସେ ଆତ୍ମାରେ ପରିଚାଳିତ ହେଲେ। ତାହା ହିଁ ଥିଲା ସେହି ସମୟ ଯେଉଁ ସମୟରେ କି ସେ ପ୍ରଭୁଙ୍କ ନିମନ୍ତେ ବଞ୍ଚିଲେ। ତାହା ହିଁ ହେଉଛି ଆଜି ଆମମାନଙ୍କ ନିମନ୍ତେ ମଧ୍ୟ ପ୍ରକୃତ ସ୍ଥାନ, ଯେଉଁଠାରେ ଆମେ ପ୍ରଭୁଙ୍କ ନିମନ୍ତେ ବଞ୍ଚିବାକୁ ପାରିବା। ମୁଁ ଭାବେ ଯେ ଜେରୁସାଲେମରେ ଥିବା ପ୍ରେରିତମାନଙ୍କ ସହିତ ପାଉଲଙ୍କର ଅନୁଭୂତି ଉପରେ ଆମ୍ଭେମାନେ ଅନେକ କିଛି ବିଷୟ ଜାଣିବାକୁ ପାରିବା। ଏଠାରେ ପ୍ରଶ୍ନ ଆସେ, ଯଦି ପାଉଲ ଅନ୍ୟାନ୍ୟ ପ୍ରେରିତମାନଙ୍କ ବ୍ୟତୀତ ସୁସମାଚାର ପ୍ରାପ୍ତ ହେଲେ, ଯେଉଁମାନେ କି ଖ୍ରୀଷ୍ଟଙ୍କ ସହିତ ଦୀର୍ଘ 3 ବର୍ଷ ଧରି ରହିଥିଲେ, ତାହେଲେ ପାଉଲ କ'ଣ ସେହି ଏକା ପ୍ରକାରର ସୁସମାଚାର ପ୍ରଚାର କରୁଥିଲେ? ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। କାରଣ ପାଉଲ ଯଦି ସେହି ଏକ ପ୍ରକାରର ସୁସମାଚାର ପ୍ରଚାର କରୁନାହାନ୍ତି, ତାହେଲେ ତହିଁରେ କିଛି ତ୍ରୁଟି ରହିଅଛି ବୋଲି ଜଣାଯିବ। ମାତ୍ର ତାହା ନୁହେଁ। ପାଉଲଙ୍କ ସୁସମାଚାରର ଓ ଅନ୍ୟାନ୍ୟ ପ୍ରେରିତମାନଙ୍କର ସୁସମାଚାରରେ କିଛି ଭିନ୍ନତା ପରିଲକ୍ଷିତ ହୋଇନଥିଲା। ଆମେ ପରବର୍ତ୍ତୀ ଅଧ୍ୟାୟରେ ଦେଖିବାକୁ ଯିବା ଯେ ସେହି ଜେରୁସାଲେମରେ ଥିବା ପ୍ରେରିତମାନେ ପାଉଲଙ୍କ ସୁସମାଚାରକୁ ଅନୁମୋଦନ କଲେ ଓ ତାହା ସେହି ଏକ ପ୍ରକାରର ସୁସମାଚାର ଥିଲା। କିନ୍ତୁ ପ୍ରିୟ ବନ୍ଧୁ, ଏଠାରେ ମୁଁ ଏତିକି କହିବାକୁ ଚାହେଁ ଯେ ପାଉଲ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆହୁତ ଜଣେ ପ୍ରେରିତ ଥିଲେ ଓ ସେ ସେହି ସୁସମାଚାର ସିଧାସଳଖ ପ୍ରଭୁ ଯୀଶୁଙ୍କଠାରୁ ଗ୍ରହଣ କରିଥିଲେ। ଯଦିଓ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ଦୀର୍ଘ 3 ବର୍ଷ ଧରି ନଥିଲେ ବା ତାହାଙ୍କର ମୃତ୍ୟୁ ଓ ପୁନରୁତ୍ଥାନର ଚାକ୍ଷୁଷ ସାକ୍ଷୀ ହୋଇନଥିଲେ, ମାତ୍ର ସେ ଖ୍ରୀଷ୍ଟଙ୍କର ପରିଚୟ ପାଇଥିଲେ ଓ ଖ୍ରୀଷ୍ଟ ତାହାଙ୍କୁ ଆହ୍ୱାନ କରି ତାହାଙ୍କ ନିକଟରେ ସମସ୍ତ ବିଷୟ ପ୍ରକାଶ କରିଥିଲେ ଓ ପାଉଲ ସମସ୍ତ କିଛି ସିଧାସଳଖ ଭାବବାଣୀ ଆକାରରେ ଖ୍ରୀଷ୍ଟଙ୍କଠାରୁ ପ୍ରାପ୍ତ ହୋଇଥିଲେ। ପାଉଲଙ୍କ ସୁସମାଚାର ପ୍ରଚାରର ମୂଳ ବିଷୟବସ୍ତୁ ଥିଲା ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ସମାଧିସ୍ଥ ହେଲେ ଓ ତୃତୀୟ ଦିବସରେ ମୃତ୍ୟୁକୁ ଜୟ କରି ଉଠିଲେ। ପ୍ରିୟ ବନ୍ଧୁ, ଆଜି କ'ଣ ଆପଣ ସେହି ସୁସମାଚାରରେ ବିଶ୍ୱାସ କରନ୍ତି କି? ତାହେଲେ ଜାଣି ରଖନ୍ତୁ, ଆପଣ ଉଦ୍ଧାରପ୍ରାପ୍ତ ଓ ସେହି ବିଶ୍ୱାସ ଦ୍ୱାରା ଆପଣ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହୋଇଅଛନ୍ତି, ଅର୍ଥାତ୍ ସେହି ପରିତ୍ରାଣର ଅଧିକାରୀ ହୋଇଅଛନ୍ତି ଓ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ହେତୁ ଆପଣ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ଗଣିତ ହୋଇଅଛନ୍ତି। ଏହି ବିଷୟବସ୍ତୁ ଆମମାନେ ମନେ ରଖିବା ଉଚିତ। ଏହାପରେ ଆମେ 2 ପର୍ବ ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଜେରୁସାଲେମରେ ଥିବା ପ୍ରେରିତମାନଙ୍କ ସହିତ ପାଉଲଙ୍କର ଅନୁଭୂତି ଓ ଆନ୍ତିଓଖିଆରେ ପିତରଙ୍କ ସହିତ ପାଉଲଙ୍କର ଅନୁଭୂତି ଓ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା। ତେବେ ଏଥିପୂର୍ବରୁ ଆମେ ଦେଖିଥିଲୁ ପ୍ରଭୁ ଶ୍ରୀଖ୍ରୀଷ୍ଟ ସିଧାସଳଖ ପ୍ରେରିତ ପାଉଲଙ୍କୁ ଆହ୍ୱାନ କରି ସୁସମାଚାର ପ୍ରଦାନ କରିଥିଲେ ଓ ତାହାଙ୍କୁ ପ୍ରେରିତ ପଦରେ ମନୋନୀତ କରିଥିଲେ। ମାତ୍ର ବର୍ତ୍ତମାନ ପ୍ରଶ୍ନ ଉଠେ, ପାଉଲ ଯେଉଁ ସୁସମାଚାର ସିଧାସଳଖ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଭାବବାଣୀ ଆକାରରେ ଗ୍ରହଣ କରିଥିଲେ, ତାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନ୍ୟ ପ୍ରେରିତମାନଙ୍କର ସୁସମାଚାର ଠାରୁ ଭିନ୍ନ ଥିଲା ନା ସମାନ ଥିଲା? ତେବେ ଆମେ ଏହି ଗାଲାତୀୟ 2 ପର୍ବରେ ଦେଖିବାକୁ ପାରିବା ଯେ ସେହି ସୁସମାଚାର ଏକା ପ୍ରକାରର ଥିଲା ଓ ଜେରୁସାଲେମରେ ଥିବା ପ୍ରେରିତମାନଙ୍କ ସହିତ ପାଉଲଙ୍କର ଅନୁଭୂତିକୁ ମଧ୍ୟ ଲକ୍ଷ୍ୟ କରିବାକୁ ଯିବା। ଆମେ ପାଉଲଙ୍କର ସେହି ସୁସମାଚାର ପ୍ରଚାରକୁ ଲକ୍ଷ୍ୟ କରିବା ଓ ସେହି ଜେରୁସାଲେମରେ ଥିବା ମଣ୍ଡଳୀ କିପରି ପାଉଲଙ୍କ ସୁସମାଚାରକୁ ସମର୍ଥନ କଲେ ତାହା ଦେଖିବାକୁ ପାରିବା। ବର୍ତ୍ତମାନ ଆମେ ଜେରୁସାଲେମରେ ଥିବା ପ୍ରେରିତମାନଙ୍କ ସହିତ ପାଉଲଙ୍କର ଅନୁଭୂତିକୁ ଲକ୍ଷ୍ୟ କରିବା। ତେବେ ଦେଖନ୍ତୁ 2 ପର୍ବର ପ୍ରଥମ ପଦରେ ଏପରି ଲେଖା ଅଛି, ତାହାପରେ 14 ବର୍ଷ ଗତ ହୁଅନ୍ତେ ମୁଁ ବର୍ଣ୍ଣବାଙ୍କ ସହିତ ପୁନଶ୍ଚ ଜେରୁସାଲେମକୁ ଗଲି।
ତିତସକୁ ମଧ୍ୟ ସାଙ୍ଗରେ ଘେନି ଯାଇଥିଲେ। ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ଗମନ କଲି, ଆଉ ମୁଁ ବିଜାତିମାନଙ୍କ ମଧ୍ୟରେ ଯେଉଁ ସୁସମାଚାର ପ୍ରଚାର କରୁଅଛି ତାହା ସେମାନଙ୍କୁ ବୁଝାଇ ଦେଲି। କିନ୍ତୁ ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ଗଣ୍ୟମାନ୍ୟ କେବଳ ସେମାନଙ୍କୁ ପୃଥକ ଭାବରେ ବୁଝାଇଲି। ଦେଖନ୍ତୁ, ତିତସକୁ ସଙ୍ଗରେ ନେଇକରି ଯିବାରେ ଏହା ଥିଲା ପାଉଲଙ୍କର ଏକ ସାହସିକତାର କାର୍ଯ୍ୟ। ତିତସ ଜଣେ ଯୁବା ପ୍ରଚାରକ ଥିଲେ ଓ ଜଣେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀ ଥିଲେ। ମୁଁ ମଧ୍ୟ ବିଶ୍ୱାସ କରେ ଯେ ପ୍ରେରିତ 15 ପର୍ବରେ ପ୍ରଥମ ଥର ପାଇଁ ଆମେ ଜେରୁସାଲେମରେ ଏକ ମହାସଭାର ଆୟୋଜନ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁ। ସେମାନେ ଏହି ଏକ ପ୍ରଶ୍ନର ସମାଧାନ କରିବା ପାଇଁ ସେଠାରେ ସମବେତ ହୋଇଥିଲେ, ଆଉ ତାହା ହେଉଛି ମନୁଷ୍ୟମାନେ ଈଶ୍ୱରଙ୍କ ଅନୁଗ୍ରହରେ ଉଦ୍ଧାର ପ୍ରାପ୍ତ ହୁଅନ୍ତି ନା ସେମାନେ ମୂଷାଙ୍କ ବ୍ୟବସ୍ଥାର ଅଧୀନ ହେବା ଉଚିତ। ତେବେ ତିତସ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାଙ୍କୁ ପ୍ରେରିତ ପାଉଲ ଆଣି ସମ୍ମୁଖରେ ଛିଡ଼ା କରାନ୍ତି। ତିତସ ସୁନ୍ନତ ପ୍ରାପ୍ତ ହୋଇନଥିଲେ। ତାହେଲେ ସେ କ'ଣ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯିବେ? ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ପରିଣତ ହୋଇଥିଲା। ଆପଣ ଦେଖନ୍ତୁ, ଜିହୁଦୀମାନେ ପ୍ରଚାର କରି କହି ବୁଲୁଥିଲେ ଯେ ଜେରୁସାଲେମର ମଣ୍ଡଳୀ କହନ୍ତି ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀମାନେ ମୂଷାଙ୍କ ବ୍ୟବସ୍ଥାର ଅଧୀନ ହେବା ଆବଶ୍ୟକ। ଏପରିକି ସେହି ଜେରୁସାଲେମ ମଣ୍ଡଳୀରେ ଥିବା ଜିହୁଦୀ ଲୋକମାନେ ମୂଷାଙ୍କ ବ୍ୟବସ୍ଥାର ଅଧୀନ ଥିଲେ। ସେମାନଙ୍କ ମଧ୍ୟରୁ ଅନେକ ତଥାପି ଉପାସନା କରିବା ନିମନ୍ତେ ମନ୍ଦିର ମଧ୍ୟକୁ ଯାଉଥିଲେ। ପ୍ରକୃତରେ ତାହା ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ସମବେତ ହେବାର ସ୍ଥାନ ହୋଇପାରିଥାଏ। ପାଉଲ ଓ ବର୍ଣ୍ଣବା ବ୍ୟବସ୍ଥା ଓ ଅନୁଗ୍ରହ ବିଷୟ ନେଇ କିଛି ଶୁଣିବା ନିମନ୍ତେ ସେଠାକୁ ଆସିଥିଲେ। ତେବେ ପାଉଲ ବୁଝିପାରିଥିଲେ ଯେ ସେ ଯଦି ଅନ୍ୟ ପ୍ରେରିତମାନଙ୍କ ସୁସମାଚାର ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରନ୍ତି ତାହେଲେ ତାହା ପ୍ରକୃତରେ ଭୁଲ ହେବ। ପାଉଲ ମଧ୍ୟ ସ୍ୱୀକାର କରି କହନ୍ତି ଯେ ମୁଁ ଯଦି ଅନ୍ୟ ସୁସମାଚାର ପ୍ରଚାର କରେ ତାହେଲେ ତାହା ଭୁଲ ହେବ, ମୋର ପ୍ରଚାର କରିବା ମଧ୍ୟ ବୃଥା। ତେଣୁକରି ସେ ଜେରୁସାଲେମକୁ ଯାଇ ସେଠାରେ ପ୍ରେରିତମାନଙ୍କ ମଧ୍ୟରେ ସେହି ସୁସମାଚାରକୁ ଜଣାନ୍ତି। ତେବେ ଦେଖନ୍ତୁ, 2 ପର୍ବର 3 ଓ 4 ପଦରେ ଏହିପରି ଲେଖା ଅଛି, ମାତ୍ର ମୋହର ସଙ୍ଗୀ ତିତସ ଯେ ଗ୍ରୀକ୍ ଲୋକ ଥିଲେ, ସେ ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନଥିଲେ। ଆମ୍ଭମାନଙ୍କ ମଧ୍ୟକୁ ଆନିତ କେତେଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା। ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ। ପାଉଲ ଯେଉଁଠାରେ ପ୍ରଚାର କରୁଥିଲେ ସେଠାକୁ କେତେକ ଭଣ୍ଡ ଭାଇମାନେ ଆସି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ ସେମାନଙ୍କର ସେହି ସରଳ ବିଶ୍ୱାସରୁ ସେମାନଙ୍କୁ ବିପଦଗାମୀ କରାଇବା ନିମନ୍ତେ ଚେଷ୍ଟା କଲେ। ଏପରିକି ସେମାନେ ତିତସ ସୁନ୍ନତ ପ୍ରାପ୍ତ ହୋଇନାହାନ୍ତି ବୋଲି ଜାଣିବା ପରେ ତାହାଙ୍କୁ ସୁନ୍ନତ କରାଇବା ନିମନ୍ତେ ବାଧ୍ୟ କରାଇଲେ, କାରଣ ସେ ଜଣେ ଗ୍ରୀକ୍ ଲୋକ ଥିଲେ। ତେବେ ଜେରୁସାଲେମରେ ଥିବା ମଣ୍ଡଳୀ ତାହାଙ୍କ ବିଷୟ ନେଇ କି ନିଷ୍ପତ୍ତି ନେଲେ? ପାଉଲ କହନ୍ତି ଯେ ସେମାନେ ଅର୍ଥାତ୍ ଜେରୁସାଲେମରେ ଥିବା ପ୍ରେରିତମାନେ ତିତସକୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କଲେ ନାହିଁ। ସେମାନେ ସେହି ଭଣ୍ଡ ଭାଇମାନଙ୍କର ଶିକ୍ଷାକୁ ଶୁଣିଲେ ନାହିଁ। ଯଦି ସେମାନେ ଶୁଣିଥାନ୍ତେ ତାହେଲେ ଆଜି ଆମମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଖ୍ରୀଷ୍ଟଙ୍କଠାରେ ଯେଉଁ ସ୍ୱାଧୀନତା ଉପଭୋଗ କରୁଅଛୁ ସେଥିରୁ ବଞ୍ଚିତ ହୋଇ ମୂଷାଙ୍କ ବ୍ୟବସ୍ଥାର ଅଧୀନ ହୋଇ ସେହି ଦାସତ୍ୱ ବନ୍ଧନରେ ବାଧ୍ୟ ହୋଇ ରହିଥାନ୍ତୁ। କାରଣ କୌଣସି ମନୁଷ୍ୟ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ବିବେଚିତ ହୋଇପାରିବ ନାହିଁ। ଏହାପରେ 5 ପଦରେ ଲେଖା ଅଛି, କିନ୍ତୁ ସୁସମାଚାରର ସତ୍ୟତା ଯେପରି ତୁମମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେ ମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇନଥିଲୁ। ପାଉଲ ଏଠାରେ କହିବାକୁ ଚାହାନ୍ତି ଯେ ସେ ସେହି ଭଣ୍ଡ ଭାଇମାନଙ୍କ କଥାରେ କାର୍ଯ୍ୟ କରିନଥିଲେ କି ତିତସକୁ ସୁନ୍ନତ କରାଇନଥିଲେ, କାରଣ ତିତସ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇଅଛନ୍ତି, ମାତ୍ର ବ୍ୟବସ୍ଥା ଅନୁଯାୟୀ ନୁହେଁ। ସେ ସେହି ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ବ୍ୟବସ୍ଥାକୁ ଅନୁକରଣ କରିବାକୁ ପଡ଼ିବ ନାହିଁ। ବାସ୍ତବରେ ପାଉଲ ଏ କ୍ଷେତ୍ରରେ ଏକ ଦୃଢ଼ ପଦକ୍ଷେପ ନେଇଥିଲେ, ଯଦିଓ ସେଠାରେ ସୁନ୍ନତ ପ୍ରାପ୍ତ ଜିହୁଦୀମାନେ ଥିଲେ। ଏହାପରେ 6 ପଦରେ ଲେଖା ଅଛି, ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ ସେମାନେ କି ପ୍ରକାର ଲୋକ ଥିଲେ ସେଥିରେ ମୋର ଯାଏ ଆସେ ନାହିଁ।
ଈଶ୍ୱର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ। ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ। ଏଥିରୁ ଜଣାଯାଏ ଯେ ପାଉଲଙ୍କର ସୁଷମାଚାର ଅନ୍ୟ ପ୍ରେରିତମାନଙ୍କର ସୁଷମାଚାର ସହିତ ଖାପ ଖାଉଥିଲା ଓ ସେମାନେ ପାଉଲଙ୍କର ସୁଷମାଚାରକୁ ସମର୍ଥନ କଲେ ଓ ସେହି ପ୍ରେରିତମାନେ ଯେଉଁ ସୁଷମାଚାର ପ୍ରଚାର କରୁଥିଲେ ପାଉଲଙ୍କର ସୁଷମାଚାର ତହିଁରୁ କୌଣସି ପ୍ରକାର ଭିନ୍ନ ନଥିଲା। ଏହା ହିଁ ହେଉଛି ଚମତ୍କାର ବିଷୟ। ତେବେ ପାଉଲ କହନ୍ତି, ଆମେ ପ୍ରେରିତମାନଙ୍କ ସହିତ ବସିଲୁ ଓ ସେମାନଙ୍କୁ ସୁଷମାଚାର ଜଣାଇଲୁ। ଆଉ ପ୍ରକୃତରେ ପାଉଲ ତାହା କରିଥିଲେ ଓ ମୁଁ ବିଶ୍ୱାସ କରେ ଯେ ବର୍ଣ୍ଣବା ଓ ତିତସ୍ ମଧ୍ୟ ସେଠାରେ ଥିଲେ। ସେମାନେ କହିଲେ, ପାଉଲ ଭାଇ, ଆମ୍ଭେମାନେ ଏହି ସମସ୍ତ ବିଷୟ ଶୁଣି ଆସୁଅଛୁ। ଆମକୁ କୁହନ୍ତୁ, ଆପଣ କ'ଣ ପ୍ରଚାର କରନ୍ତି? ଆଉ ପାଉଲ ସେମାନଙ୍କୁ କହିଲେ, କାରଣ ପାଉଲ ଜାଣିବାକୁ ପାରିଲେ ଯେ ସେ ଯାହା ସବୁ ପ୍ରଚାର କରୁଥିଲେ ଏହି ପ୍ରେରିତମାନଙ୍କର ସେଥିରେ ଆଉ କିଛି ଯୋଗ କରିବାର ବିଷୟ ନଥିଲା। ସେ ଈଶ୍ୱରଙ୍କ ଅନୁଗ୍ରହର ବିଷୟ ପ୍ରଚାର କରୁଥିଲେ ଓ ସେମାନେ ମଧ୍ୟ ସେହି ବିଷୟ ପ୍ରଚାର କରୁଥିଲେ। ସେମାନେ ଲକ୍ଷ୍ୟ କରିବାକୁ ପାରିଲେ ଯେ ପାଉଲଙ୍କ ପ୍ରଚାର ଓ ସେମାନଙ୍କର ପ୍ରଚାର ଏକ ପ୍ରକାରର। ସେମାନେ ସମସ୍ତେ ଏକ ପ୍ରକାରର ସୁଷମାଚାର ପ୍ରଚାର କରୁଛନ୍ତି। ଏହା ହିଁ ହେଉଛି ଚମତ୍କାର ବିଷୟ। ଏହାପରେ 7 ଓ 8 ପଦରେ ଏହିପରି ଲେଖା ଅଛି, ବରଂ ଅନ୍ୟ ପକ୍ଷରେ ଯେତେବେଳେ ସେମାନେ ଦେଖିଲେ ଯେ ପିତରଙ୍କୁ ଯେପରି ସୁନ୍ନତିମାନଙ୍କ ମଧ୍ୟରେ ମୋତେ ସେହିପରି ଅସୁନ୍ନତିମାନଙ୍କ ମଧ୍ୟରେ ସୁଷମାଚାର ପ୍ରଚାର କରିବାର ଭାର ଅର୍ପିତ ହୋଇଅଛି, କାରଣ ସୁନ୍ନତିମାନଙ୍କ ନିକଟରେ ପ୍ରେରିତ ପଦର କର୍ମ କରିବା ନିମନ୍ତେ ଯେ ପିତରଙ୍କୁ ସକ୍ଷମ କଲେ, ବିଜାତିମାନଙ୍କ ନିକଟରେ ସେହି କର୍ମ କରିବାକୁ ସେ ମୋତେ ମଧ୍ୟ ସକ୍ଷମ କଲେ। ଏହାର ଅର୍ଥ ନୁହେଁ ଯେ ପିତର ଓ ପାଉଲଙ୍କର ସୁଷମାଚାର ମଧ୍ୟରେ ଭିନ୍ନତା ଥିଲା, ମାତ୍ର ସେମାନେ ଦୁଇଟି ଭିନ୍ନ ଭିନ୍ନ ଦଳର ଲୋକମାନଙ୍କ ମଧ୍ୟରେ ଏହି ସୁଷମାଚାର ପ୍ରଚାର କରୁଥିଲେ। ପିତର ନିଜର ସୁନ୍ନତପ୍ରାପ୍ତ ଜିହୁଦୀ ଭାଇମାନଙ୍କ ମଧ୍ୟରେ ସୁଷମାଚାର ପ୍ରଚାର କରିବା ନିମନ୍ତେ ଆହ୍ୱାନପ୍ରାପ୍ତ ହୋଇଥିବା ସ୍ଥଳେ ପାଉଲ ଅସୁନ୍ନତି ବିଜାତିମାନଙ୍କ ମଧ୍ୟରେ ସୁଷମାଚାର ପ୍ରଚାର କରିବା ନିମନ୍ତେ ଆହୁତ ହୋଇଥିଲେ। ପାଉଲ ଯେତେବେଳେ ଅସୁନ୍ନତିମାନଙ୍କ ବିଷୟ ନେଇ ପ୍ରକାଶ କରନ୍ତି, ସେତେବେଳେ ସେ ବିଶେଷରେ ବିଜାତୀୟମାନଙ୍କୁ ପ୍ରକାଶ କରନ୍ତି। ତେଣୁକରି ଯେଉଁ ବିଜାତୀୟମାନେ ବିଶ୍ୱାସରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ମଣ୍ଡଳୀ ସହିତ ସଂଯୁକ୍ତ ହେଉଥିଲେ, ସୁନ୍ନତି ଜିହୁଦୀମାନଙ୍କ ମଧ୍ୟରୁ କେତେକ ଭଣ୍ଡ ଭାଇମାନେ ସେମାନଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଉଥିଲେ, କାରଣ ସେମାନେ ବ୍ୟବସ୍ଥା ଅନୁଯାୟୀ କ୍ରିୟାକର୍ମ କରି ଧାର୍ମିକ ଗଣିତ ହେବାକୁ ଚାହୁଁଥିଲେ। ମାତ୍ର ପ୍ରକୃତିରେ ସେମାନେ ଖ୍ରୀଷ୍ଟ ବିଶ୍ୱାସୀ ନଥିଲେ। କିନ୍ତୁ ସେ ଯାହା ହେଉନା କାହିଁକି, ପିତରଙ୍କ ପ୍ରଚାରରେ ଯେପରି ଅନେକ ଲୋକ ଉଦ୍ଧାରପ୍ରାପ୍ତ ହେଉଥିଲେ, ସେହିପରି ପାଉଲଙ୍କ ପ୍ରଚାରରେ ମଧ୍ୟ ଅନେକ ଲୋକ ଉଦ୍ଧାରପ୍ରାପ୍ତ ହେଉଥିଲେ। ତେବେ ଏହି ବିଷୟକୁ ନେଇ ଯଦି ଆମେ ଆମମାନଙ୍କ ଜୀବନ ନିମନ୍ତେ ପ୍ରୟୋଗ କରିବାକୁ ଚାହୁଁ, ତାହେଲେ ଆମକୁ ଏହି ଶିକ୍ଷା ମିଳେ ଯେ ଆମମାନଙ୍କ କାର୍ଯ୍ୟର ପ୍ରକୃତ ସ୍ୱାଦ ପଦୋନ୍ନତି ନୁହେଁ, ମାତ୍ର ଏହାର ଫଳାଫଳ। ଈଶ୍ୱରଙ୍କ ଲୋକମାନେ ନିଶ୍ଚିତ ହେବା ଉଚିତ ଯେ ସେମାନେ ଯେଉଁ ସେବା କାର୍ଯ୍ୟ ନିମନ୍ତେ ସାହାଯ୍ୟ କରୁଅଛନ୍ତି, ତାହାର ଫଳାଫଳ ପାଉଅଛନ୍ତି। ଯଦି ଏହା କୌଣସି ଫଳ ଦେଉନାହିଁ, ତାହେଲେ ସେମାନେ ସେଥିପ୍ରତି ବିଶେଷ ସତର୍କ ହେବା ଉଚିତ। ଏହାପରେ ଆମେ ଦେଖୁଛୁ ଯେ 9-10 ପଦ ମଧ୍ୟରେ ଲେଖା ଅଛି, ଆଉ ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, କେଫା ଓ ଜୋହନ ମୋତେ ଓ ବର୍ଣ୍ଣବାଙ୍କୁ ସହଭାଗିତାର ଦକ୍ଷିଣହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି। ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମମାନଙ୍କୁ କହିଥିଲେ। ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍ଯୋଗୀ ଥିଲି। ପ୍ରେରିତମାନେ ପାଉଲଙ୍କର ପ୍ରେରିତ ପଦକୁ ଗ୍ରହଣ କଲେ ଓ ତାହାଙ୍କର ସୁଷମାଚାରକୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ତାହାଙ୍କୁ ଖ୍ରୀଷ୍ଟଙ୍କ ସୁଷମାଚାରର ପ୍ରଚାର କାର୍ଯ୍ୟରେ ଅଂଶୀ କରାଇଲେ। ବର୍ଣ୍ଣବା ଓ ପାଉଲଙ୍କୁ ସେମାନେ ବିଜାତିମାନଙ୍କ ମଧ୍ୟକୁ ସୁଷମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ। ଯେହେତୁ ପାଉଲ ବିଜାତିମାନଙ୍କ ମଧ୍ୟରେ ସୁଷମାଚାର ପ୍ରଚାର କରିବା ନିମନ୍ତେ ଆହ୍ୱାନପ୍ରାପ୍ତ ହୋଇଥିଲେ, ସେମାନେ ତାହାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ବଢ଼ାଇଲେ। ଏହି ସହଭାଗିତା ଶବ୍ଦଟି ସୁଷମାଚାର ମଧ୍ୟରେ ଏକ ମହାନ ତଥା ଗୁରୁତ୍ୱପୂର୍ଣ୍ଣ ଶବ୍ଦ ଓ ଏକ ବ୍ୟକ୍ତିଗତ ସମ୍ପର୍କର ସବୁଠାରୁ ଉଚ୍ଚତମ ପରିପ୍ରକାଶ। ଏହାର ଅର୍ଥ ହେଉଛି ଖ୍ରୀଷ୍ଟଙ୍କର ବିଷୟ ସବୁର ଅଂଶୀ କରାଇବା। ଏହି 10 ପଦ ଅନୁଯାୟୀ ଆମେ ପାଉଲଙ୍କ ଜୀବନରେ ଲକ୍ଷ୍ୟ କରିଛୁ ଯେ ସେ ପରବର୍ତ୍ତୀ ସମୟରେ ଜେରୁସାଲାମର ମଣ୍ଡଳୀ ମଧ୍ୟରେ ଥିବା ଅଭାବଗ୍ରସ୍ତମାନଙ୍କ ନିମନ୍ତେ ସ୍ୱହସ୍ତରେ ଦାନ ସଂଗ୍ରହ କରି ସେମାନଙ୍କୁ ସାହାଯ୍ୟ କରିଥିଲେ, କାରଣ
ସେହି ମଣ୍ଡଳୀ ତାଡ଼ନାର ସମ୍ମୁଖୀନ ହୋଇ ଅଭାବ ମଧ୍ୟ ଦେଇ ଗତି କରୁଥିଲା। ଯେହେତୁ ପାଉଲ ନିଜେ ତାହାଙ୍କର ପରିବର୍ତ୍ତନ ପୂର୍ବରୁ ମଣ୍ଡଳୀ ପ୍ରତି ତାଡ଼ନା ଘଟାଇଥିଲେ, ଯଦ୍ୱାରା ମଣ୍ଡଳୀ ସମସ୍ୟାର ସମ୍ମୁଖୀନ ହୋଇଥିଲା। ତେଣୁକରି ପାଉଲ ତାହାଙ୍କର ପରିବର୍ତ୍ତନ ପରେ ନିଜ ହସ୍ତରେ ଦାନ ଆଣି ସେହି ମଣ୍ଡଳୀର ଅଭାବଗ୍ରସ୍ତମାନଙ୍କୁ ସାହାଯ୍ୟ କରିବାକୁ ଚାହିଁଥିଲେ। ଏହା ହିଁ ଥିଲା ସାମାଜିକ ସେବା। ସେଥିପାଇଁ ଯାକୁବ 2:15-17 ପଦରେ ଏହିପରି ଲେଖା ଅଛି, ଯଦି ଜଣେ ଭାଇ ବା ଭଉଣୀ ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, ଆଉ ତୁମମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ମ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ? ସେହିପରି ମଧ୍ୟ ବିଶ୍ୱାସ କର୍ମ ବିନା ନିଜେ ମୃତ। ସେହି ଜେରୁସାଲେମରେ ଥିବା ପ୍ରେରିତମାନେ ମଧ୍ୟ ପାଉଲଙ୍କୁ କହନ୍ତି, ପାଉଲ, ତୁମେ ଦରିଦ୍ରମାନଙ୍କୁ ସାହାଯ୍ୟ କରିବାକୁ ଭୁଲିବ ନାହିଁ। ଆଉ ତହିଁର ପ୍ରତ୍ୟୁତ୍ତରରେ ପାଉଲ କହିଥିବେ, ସେହି କାର୍ଯ୍ୟ କରିବାକୁ ମୁଁ ବିଶେଷ ଆଗ୍ରହୀ। ଆସନ୍ତୁ ଏହାପରେ ଆନ୍ତିଓଖିଆରେ ପିତରଙ୍କ ସହିତ ପାଉଲଙ୍କର ଅନୁଭୂତି ସମ୍ପର୍କରେ କିଛି ଲକ୍ଷ୍ୟ କରିବାକୁ ଯିବା, ଯାହାକି ପାଉଲ ଏହି ଅଂଶରେ ପ୍ରକାଶ କରନ୍ତି। ତେବେ ଏଥିପୂର୍ବରୁ ଆମେ ପାଉଲଙ୍କର ବ୍ୟକ୍ତିଗତ ଅନୁଭୂତି ନେଇ ସେହି ମରୁଭୂମିରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ତାହାଙ୍କର ବ୍ୟକ୍ତିଗତ ଅନୁଭୂତି ଓ ସେହି ଜେରୁସାଲେମରେ ପ୍ରେରିତମାନଙ୍କ ସହିତ ତାହାଙ୍କର ବ୍ୟକ୍ତିଗତ ଅନୁଭୂତି ବିଷୟ ନେଇ ଲକ୍ଷ୍ୟ କରିସାରିଛୁ। ମାତ୍ର ବର୍ତ୍ତମାନ ଏହି ଆନ୍ତିଓଖିଆରେ ପିତରଙ୍କ ସହିତ ତାହାଙ୍କର ଅନୁଭୂତି ବିଷୟ ନେଇ ଆମେ ଲକ୍ଷ୍ୟ କରିବାକୁ ପାରିବା। ତେବେ ଏହି ଆନ୍ତିଓଖିଆ ମଣ୍ଡଳୀ ଯଦିଓ ଜିହୁଦୀ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଗଠିତ ହୋଇଥିଲା, ମାତ୍ର ଏହା ବିଶେଷତଃ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଥିଲା। କିନ୍ତୁ ସେହି ଆନ୍ତିଓଖିଆ ମଣ୍ଡଳୀରେ ଘଟିଥିବା ଘଟଣାକୁ ବୁଝିବାକୁ ହେଲେ ପ୍ରଥମେ ଆମକୁ ସେହି ଆଦ୍ୟ ମଣ୍ଡଳୀର କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେବାକୁ ହେବ। ତେବେ ଏହି ସମସ୍ତ ବିଷୟ ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ପ୍ରଭୁ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।